ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ବୀରପ୍ରସବିନୀ ଏହି ଆମ ଭାରତ ମାଟି, ଯାହାର ପ୍ରତ୍ୟେକଟି ମାଟିର ପାଣିକୁ ସ୍ୱର୍ଣ୍ଣ ବୋଲି କହିଲେ କିଛି ଅତିଉକ୍ତି ହେବ ନାହିଁ। ଏହି ଆମ ଭାରତର ମାଟି ପବିତ୍ର, ସମୃଦ୍ଧ, ସଶକ୍ତ, ରତ୍ନଗର୍ଭା ଓ ସଂସ୍କୃତି ସମ୍ପନ୍ନ। ଏହାକୁ ସ୍ୱର୍ଣ୍ଣ ଭାରତ ବୋଲି କୁହାଯାଏ। ବୈଦେଶିକ ଶାସକମାନେ ସଦା ସର୍ବଦା ଏହା ଉପରେ ଲୋପ ଦୃଷ୍ଟି ପକାଇ ଆସୁଛନ୍ତି। ଅତୀତରେ ମଧ୍ୟ ଆମ ଭାରତ ମାତା ବହୁବାର ସେମାନଙ୍କର ଅଧିକୃତ ହୋଇଛି। ସ୍ୱାଧୀନତା ହେଉଛି ମାନବର ଜନ୍ମଗତ ଅଧିକାର। ଏହାକୁ ବ୍ୟାଖ୍ୟା କରି ପଣ୍ଡିତ ଜଗବନ୍ଧୁ ଦାସ କହିଛନ୍ତି, ସ୍ୱାଧୀନତା ମାନବର ଜନ୍ମ ଅଧିକାର, ସ୍ୱାଧୀନ ଭାଷଣ ଆଉ ସ୍ୱାଧୀନତା ବିହାର, ସ୍ୱାଧୀନତା ଜୀବନ ପୁଣି ସ୍ୱାଧୀନତା ସମିତି, ଚାରି ସଙ୍ଗେ ମାନବର ସମାଜ ସଂସ୍କୃତି, ଚାରି ସଙ୍ଗେ ମାନବର ସମାଜ ସଂସ୍କୃତି। ତଥାପି ମଧ୍ୟ ଆମ ଭାରତ ମାତା ବହୁ ବର୍ଷ ଧରି ତାର ସ୍ୱାଧୀନତାକୁ ହରାଇଥିଲା। ଦୀର୍ଘ 200 ବର୍ଷର ସଂଘର୍ଷ ପରେ ଆଜିର ଏହି ଦିନଟି ଆମ ଭାରତର ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଥିଲା। ଏହି ଦିନଟିକୁ ପାଇବା ପାଇଁ କେତେ ଯେ ମା ତାଙ୍କ ପୁଅକୁ ହରାଇଛନ୍ତି, କେତେ ଯେ ସ୍ତ୍ରୀ ତାଙ୍କ ସ୍ୱାମୀକୁ ହରାଇଛନ୍ତି, ତାହା ବର୍ଣ୍ଣନା କରିବା ହୁଏତ ମୋ ପକ୍ଷେ କଷ୍ଟସାଧ୍ୟ ହୋଇପାରେ। ପ୍ରଥମେ ବିପ୍ଳବ ଆରମ୍ଭ ହୋଇଥିଲା ମଙ୍ଗଲ ପାଣ୍ଡେଙ୍କ ଦ୍ୱାରା। ପରବର୍ତ୍ତୀ ସମୟରେ ସେ ବିପ୍ଳବର ଅଗ୍ନି ସମଗ୍ର ଦେଶରେ ଖେଳି ଯାଇଥିଲା। ସେ ବିପ୍ଳବ ସ୍ୱରୂପ ଅଗ୍ନିର ଲକ୍ଷ୍ୟ ପ୍ରଦାନ କଲେ ବହୁ ସ୍ୱାଧୀନତା ସଂଗ୍ରାମୀ। ସେମାନଙ୍କ ମଧ୍ୟରେ ଥିଲେ ଭଗତ ସିଂ, ଖଦିରାମ ବୋଷ, ଚନ୍ଦ୍ରଶେଖର ରାଜା ଆଦି ବହୁ ଯୁବ ସ୍ୱାଧୀନତା ସଂଗ୍ରାମୀ। ସେ ଅଗ୍ନିର ତାତି ବଢି ଚାଲିଲା, ମାତ୍ର କମିଲା ନାହିଁ। ଆମ ପ୍ରିୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଯିଏକି 1897 ଜାନୁଆରୀ ମାସ 23 ତାରିଖରେ କଟକ ମାଟିରେ ଜନ୍ମଗ୍ରହଣ କରି କଟକରୁ ଦିଲ୍ଲୀ, ଦିଲ୍ଲୀରୁ ପଶ୍ଚିମ ଜାପାନ ପର୍ଯ୍ୟନ୍ତ ପହଞ୍ଚି ସେଠାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମରିଥିବା ଭାରତୀୟମାନଙ୍କୁ ଏକଜୁଟ କରି ଆଜାଦ ହିନ୍ଦ ଫୌଜ ଗଠନ କରି ଦିଲ୍ଲୀ ଜୟର ଆହ୍ୱାନ ଦେଇଥିଲେ ଏବଂ ଆମ ଭାରତ ବାହାରୁ ଭାରତକୁ ସୈନ୍ୟ ଚାଳନ କରିଥିଲେ, କାରଣ ଆମ ଭାରତ ମାତାକୁ ସ୍ୱାଧୀନ ଆଣିଦେବା ପାଇଁ। ଆଉ ମଧ୍ୟ ଆମ ଜାତୀୟ ପିତା ମହାତ୍ମା ଗାନ୍ଧୀ, ଯିଏକି ଅହିଂସା, ଅସହଯୋଗ ଓ ଶାନ୍ତିପୂର୍ଣ୍ଣକୁ ମାର୍ଗଦର୍ଶୀ କରି ଏତେ ବଡ଼ ବ୍ରିଟିଶ ଶାସନକୁ ଆମ ଭାରତରୁ ତୋଳି ନେଇ ଗଠନ କରିଥିଲେ ଏକ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ସେ ଥିଲେ ଆମ ଜାତୀୟ ପିତା ମହାତ୍ମା ଗାନ୍ଧୀ। ଏହିପରି ଭାବେ ଆମ ସ୍ୱାଧୀନତା ସଂଗ୍ରାମୀରେ ନାରୀମାନଙ୍କର ମଧ୍ୟ ପ୍ରମୁଖ ଭୂମିକା ଥିଲା। ସେମାନଙ୍କ ମଧ୍ୟରେ ଥିଲେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ସରୋଜିନୀ ନାଇଡୁ, ଆମ ଓଡ଼ିଶାର ମଧ୍ୟ ରମାଦେବୀ, ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ଦେବୀ ଚୌଧୁରୀ ଆଦି ବହୁତ ସ୍ୱାଧୀନତା ନାରୀ ନେତ୍ରୀମାନେ ଆମ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଆମ ସ୍ୱାଧୀନତାକୁ କରିଥିଲେ ଶକ୍ତିଶାଳୀ। ବିଭିନ୍ନ ଆନ୍ଦୋଳନ ଆମ ଭାରତରେ ହୋଇଥିଲା ଏହି ସ୍ୱାଧୀନତାକୁ ପାଇବା ପାଇଁ। ସେହି ଆନ୍ଦୋଳନକୁ ଡରିଯାଇ ଇଂରେଜ ସରକାର 1947 ମସିହା ଅଗଷ୍ଟ ମାସ 14 ତାରିଖ ମଧ୍ୟରାତ୍ରିରେ ସେ ଦେଶକୁ ପଳାୟନ କରିଥିଲେ। ସେଥିପାଇଁ ଆମ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ, ମଧ୍ୟରାତ୍ରିରେ ଘଣ୍ଟା ବାଜିବା ସମୟରେ ଯେତେବେଳେ ସମଗ୍ର ବିଶ୍ୱ ନିଦ୍ରାରେ ଥିଲା, ଠିକ୍ ସେତିକିବେଳେ ଆମ ଭାରତ ମାତା ସ୍ୱାଧୀନତାର ସହିତ ଜାଗ୍ରତ ହେଲା। ଆମ ଭାରତ ମାତା ସ୍ୱାଧୀନତାର ସହିତ ଜାଗ୍ରତ ହେଲା। ଆଜି ମଧ୍ୟ ଆମ ଭାରତର ସୁରକ୍ଷାକର୍ମୀ ଭାଇ ଭଉଣୀମାନେ ଗାଇ ଆସୁଛନ୍ତି, ହମ୍ ଜିଏंगे हम मरेंगे ये वतन तेरे लिए, दिल दिया है जान भी देंगे ये वतन तेरे लिए। ଅର୍ଥାତ୍ ଆମେ ଯଦି ବି ବଞ୍ଚୁଛୁ ଆଉ ଯଦି ବି ମରିବୁ କେବଳ ଏହି ମାଟି ପାଇଁ, ଆମେ ଆମର ମନକୁ ମଧ୍ୟ ଦେଇଛୁ, ପ୍ରାଣକୁ ମଧ୍ୟ ଦେବୁ କେବଳ ଏହି ଦେଶ ମାତୃକା ପାଇଁ। ତେଣୁ ଆମ କର୍ତ୍ତବ୍ୟ ଆମେ ଏ ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା କରିବା, ସେ ବୀରପୁତ୍ରମାନଙ୍କର ବଳିଦାନ ଫଳରେ ମିଳୁଥିବା ଏହି ସ୍ୱତନ୍ତ୍ର ଦେଶର ସୁରକ୍ଷା ଏବଂ ସମୃଦ୍ଧିରେ ନିଜକୁ ନିୟୋଜିତ କରିଦେବା। ଯେମିତି ଗୋଟିଏ ମହମବତୀଟିଏ ନିଜ ତରଳି ସମଗ୍ର ଜଗତକୁ ଆଲୋକିତ କରିଥାଏ, ଠିକ୍ ସେହିପରି ଆମ ଭାରତର ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ତିଳତିଳ କରି ବିସର୍ଜନ କରିଦେଇ ଦେଇଥିଲେ ଆମକୁ ଆଲୋକ ସ୍ୱରୂପ ଏହି ସ୍ୱାଧୀନତାକୁ। ତେଣୁ ଅତିମଣି ଜଗନ୍ନାଥ ଦାସଙ୍କ 16 ଖଣ୍ଡି ବିସ୍ତୃତ ଭାଗବତ ଉଦ୍ଧୃତ ମୋ
ଯାଅ